ତ ପିଲାମାନେ ପୁଣି ଥରେ ଆଉ ଗୋଟେ ଭିଡ଼ିଓରେ ତମମାନଙ୍କୁ ସ୍ୱାଗତ ଜଣାଉଛି ପିଲେ। ପିଲେ ପୂର୍ବେ ଆମେ ଆଲୋଚନା କରୁଥିଲେ ଯେ ଆମେ ଯଦି ଧର୍ମ ପାଳନ କରୁଥିବା ସେଇ ଧର୍ମ ଆମ ସାଙ୍ଗରେ ଯିବ। ଯୁଧିଷ୍ଠିର ଯେତେବେଳେ ଶ୍ରଦ୍ଧା ଗ୍ରହଣ କରୁଥିଲେ ତାଙ୍କ ସାଙ୍ଗରେ କିଏ ଯାଇଥିଲା? ଏକମାତ୍ର ସ୍ୱର୍ଣ୍ଣ ଧର୍ମରାଜ, ନାଇଁ କି ଧର୍ମ ଦେବତା। ଦେନ୍ କଣ ହେଇଛି ଦେଖ ବୋଲେ 90 ନମ୍ବର ପୃଷ୍ଠାକୁ ଦେଖ। ବଡ଼ ବଡ଼ ଭାଇ ଏକାଶୀ ନା ସେହି ଚଢ଼ାଇ କେହି ଜାନ ପାରଇ ନେଇ। ଦୁଇଟି ଜିନିଷ ମଣିଷଠୁ କେହି ଛଡ଼ାଇ ନେଇପାରିବେନି। ଗୋଟେ ହେଲା ବିଦ୍ୟା। ତମେମାନେ ଯୋଉ ଘରେ ଧନ ସମ୍ପତ୍ତି ରଖିଛ ତାକୁ ଚୋର ଚୋରେଇକି ନେଇ ଯାଇପାରିବ, କିନ୍ତୁ ତମେମାନେ ଯୋଉ ପାଠ ପଢୁଛ ପାଠଟା ଚୋର ଆସିକି ଚୋରେଇକି ନେଇ ଯାଇପାରିବ କି? ବିଦ୍ୟାକୁ ତମର କେହି ଚୋରେଇକି ନେଇଯାଇପାରିବେନି। ଆଉ ଗୋଟେ କଥା ହେଲା ଧର୍ମ। ତେଣୁ ବଡପଣ ଭାଇ ଏକାଶୀ ନା ସେଇ, ବୁଝିପାରିଲା? ତ ତାକୁ ହିଁ ବଡପଣ କୁହାଯିବ। ତମେ ମାନେ ଆଜି ଯୋଉ ମିଛଟାରେ ଗରିମା ଦେଖଉନା କି ମିଛରେ ଆଜି ଆସି କହୁଛନ୍ତି ମୁଁ ବଡ, ମତେ ଆଗ ସିଟ ଦିଅ, ମୁଁ ବଡ, ମତେ ସମ୍ମାନ ଦିଅ। ଏଇ ଯୋଉ ବଡପଣ ଦେଖୁନ ସେ ସବୁ ଅଢେଇ ଦିନିଆ, ବୁଝିପାରିଲା? ସେ ସବୁ ମିଛ। ଧର୍ମ ଏକା ହଉଛି ମହତ ପଡିଆ, ବୁଝିପାରୁଛନ୍ତି? ଧର୍ମ ହଉଛି ପ୍ରକୃତିରେ ବଡପଣ। ଏବଂ ଆଉ କାହାକୁ ବଡପଣ ବୋଲି କହିବା କବି କହୁଛନ୍ତି? ଆଉ ଆମେ କାହାକୁ ବଡ ବୋଲି କହିବା ନା ଯିଏ ଯାହାର ସଂସାରରେ କେହି ଛଡେଇ ନେଇପାରିବେନି, ବୁଝିଲା? ଯାହାକୁ ସଂସାରରେ କେହି ଛଡେଇ ନେଇପାରିବେନି। ବଡପଣ ଭାଇ ଏକାଶୀ ନା ସେଇ। ହେ ଭାଇ ବଡପଣ ହଉଛି ସିଏ ଯାହାକୁ କେହି ଛଡେଇ ନେଇପାରିବେନି, ବୁଝିପାରିଲା? କେମିତିକା ବଡପଣ ଦେଖିବା ନା ବଡପଣ ସେଇ ଅନ୍ତେ ସୁଧାଜାର ସୌରଭେ ଚହଟୁ ଥାଏ ସଂସାର। ବଡପଣ ହେଉଛି ସିଏ, ସ୍କ୍ରିନକୁ ଦେଖ। ବଡପଣ ହେଉଛି ସିଏ ଯାହାର ଅନ୍ତେ ସୁଧା, ଅନ୍ତେ କହିଲେ ମୃତ୍ୟୁ ପରେ ମଧ୍ୟ, ସୌରଭେ ଚହଟୁ ଥାଏ ସଂସାର। ତା ସୌରଭରେ ଏ ସଂସାର ସାରା ଚଟୁଥାଏ। ତାହେଲେ ବଡପଣ ତାକୁ କହିବା ଯାହା ମାନେ ଯୋଉ ବଡପଣ ଯୋଗୁ ବା ଯାହା ଯୋଗୁ ଦିନେ କଣ ହବ, ଅନ୍ତ ସମୟରେ ମୃତ୍ୟୁ ପରେ ମଧ୍ୟ ତାର ବାସ୍ନା ଚହଟୁଥିବ, ସିଏ ହଉଛି ପ୍ରକୃତରେ ବଡପଣ, ବୁଝିପାରିଲା? ତାର ଯାହାର ମୃତ୍ୟୁ ପରେ ମଧ୍ୟ ଯାହାର ବାସ୍ନା, ଯେଉଁ ବଡପଣର ବାସ୍ନା ଚହଟୁଥିବ ସଂସାରରେ, ସେହି ପ୍ରକୃତ ବଡପଣ। ଏବଂ ସେହି ପ୍ରକୃତ ବଡପଣ ଯାହାକୁ କି ଛଡେଇ ନେଇପାରିବେନି, ବୁଝିପାରିଲେ? ଏବଂ ସେଇ ପ୍ରକୃତ ବଡପଣ ଯାହାର ମୃତ୍ୟୁ ପରେ ମଧ୍ୟ ଯୋଉ ବଡପଣକୁ କଣ ଯେଉଁ ବଡପଣର ବାସ୍ନା ସଂସାରରେ ଚାରିପଟେ ଚହଟୁଥିବ। ମନେ ପକା, ଆଜି ଆମ ପାଖରେ କାରବାର ନାହାନ୍ତି ପରନ୍ତୁ ତାଙ୍କ ବାସ୍ନା ଚହଟୁଛି। ମନେ ପକା ପ୍ରତାପ ରୁଦ୍ର କପିଳାନ୍ଦ୍ର ଦେବ ପୁରୁଷୋତ୍ତମ ଦେବଙ୍କ କଥା। ମନେ ପକା ଛୋଟ କୁନି ବାଳକ ବାଜିରାଉତ କଥା, ପଠାଣି ସାମନ୍ତଙ୍କ କଥା, ଏବଂ ସାହିତ୍ୟିକ ଯିଏ ଲେଖିଛନ୍ତି ଦରବାର କାବ୍ୟଟିକୁ, ବୁଝିପାରିଲେ? ରାଧାନାଥ ରାୟ, ତାଙ୍କ ବଡପଣ କଥା ଟିକେ ମନେ ପକା। ଆଜି ମଧ୍ୟ ସଂସାରରେ ଚହଟୁଛି ନା ନାଇଁ? ତେଣୁ ବଡପଣ ସେଇ ଯାହାର ଅନ୍ତ ପରେ ମଧ୍ୟ ତାର ବାସ୍ନା ରହିଥାଏ, ବୁଝିପାରିଲା? କବି କଣ କହୁଛନ୍ତି ଦେଖିଲେ? ବଡପଣେ ସିନା ସେହି ତାକୁ ଗଣି, ଯେଉଁ ବଡପଣ ଦିଳକ ସାଧନି। ଦେଖ ବିଲେ, କବି କହୁଛନ୍ତି ବଡ ସିନା, କାହାକୁ ବଡପଣ ବୋଲି କହୁଛେ? କାହାକୁ ଯେତେ କାହାକୁ ବଡପଣ କହୁଛେ ପିଲେ? ପରୀକ୍ଷାରେ ଆସେ ମଧ୍ୟ, ମନେ ରଖିଦେବ ପିଲେ। ବଡପଣ କଣ ନା ବଡପଣେ ସିନା
ଦେଖ ବୋଲେ କଣ ଅଛି ବଡପଣ ସିନା ସେହି ତାକୁ ଗଣେ ଯୋଉ ବଡପଣ ଦିଲୋକ ସାଧନି ବୁଝିପାରିଲା। ବଡ ବଡପଣ ବୋଲି ତାକୁ ଗଣିବା କାହାକୁ ବଡପଣ ବୋଲି କହିବା ନା ଯେଉଁ ବଡପଣ ଦିଲୋକ ସାଧନି ବୁଝିପାରିଲା। ଦିଲୋକ କହିଲେ ଦୁଇ ଲୋକ ମର୍ତ୍ୟ ଲୋକ ସ୍ୱର୍ଗ ଲୋକ ଏଇ ମର୍ତ୍ୟ ଲୋକ ଆଉ ସ୍ୱର୍ଗ ଲୋକରେ ଯିଏ ସୁଖୀ କରାଇଥାଏ ଦୁଇ ଲୋକରେ ଯିଏ ସାଧନି ଯିଏ ଦୁଇ ଲୋକରେ ମଣିଷକୁ ଯିଏ ଖୁସି ଦେଇଥାଏ ସୁଖ ଦେଇଥାଏ ସେହି ପ୍ରକୃତ ବଡପଣ ବୁଝିପାରୁଛ ନା ନାଇଁ। ତାହେଲେ ଇହ ଲୋକ ପରଲୋକ ମଙ୍ଗଳ ଯିଏ କରେ ଦୁଇ ଲୋକର ଯିଏ ସାଧନା କରେ ଦୁଇ ଲୋକ ଯିଏ ମଣିଷକୁ ସୁଖ ଦେଇଥାଏ ସେହି ପ୍ରକୃତ ବଡପଣ ବୁଝିପାରୁଛନ୍ତି ନା। ଯେଉଁ ବଡପଣ ଦୁଇ ଲୋକରେ ସାଧନ କରିଥାଏ ଦେନ୍ କବି କଣ କହୁଛନ୍ତି ସେଇ ସିନା ବଡପଣ ଜଇଁ ଲାଗି ଅନ୍ତକର ବ୍ରଜ ଦନ୍ତ ଯାଏ ଭାଙ୍ଗି। ପୁଣି କହୁଛନ୍ତି ତାକୁ ବଡପଣ ବୋଲି କହିବା ବୁଝିପାରିଲା। ଅନ୍ତକରେ ଯମ ଦାଦାଙ୍କର ମୃତ୍ୟୁର ପର୍ଯ୍ୟନ୍ତ କଠୋର ଦନ୍ତ ଭାଙ୍ଗିଯାଏ ଏବଂ ବଡପଣକୁ ଯମ ଦାଦା ଆସିଲେ ମଧ୍ୟ ସ୍ପର୍ଶ କରିପାରିବେନି। ଆଜି ଆମେ କହୁଛେ ଇଏ ଅମର ରହେ ସିଏ ଅମର ରହେ ମହାତ୍ମା ଗାନ୍ଧୀ ବୁଝିପାରିଲା। ଆଜି ଆମର ମହାତ୍ମା ଗାନ୍ଧୀ ଆଜି ମୃତ୍ୟୁବରଣ କଲେ ସୁଦ୍ଧା ଆମ ପାଖେ ଆଜି ଆମର କାହିଁକି କାରଣ ତାଙ୍କର ଯେଉଁ ବଡପଣ ଭାରତକୁ ସ୍ଵାଧୀନତା ଦେବା ଗରିବ ଲୋକମାନଙ୍କ ପାଇଁ କାମ କରିବା ନିରୀହ ପ୍ରଜା ମାନଙ୍କ ପାଇଁ ନିରୀହ ଦେଶବାସୀ ମାନଙ୍କ ପାଇଁ ପରିଶ୍ରମ କରିବା ସେଇ ବଡପଣ ଲାଗି ଯେଉଁ ଯମରଙ୍କର ଯୋଉ ଯମଦାଦାଙ୍କର ଦାନ୍ତ ଆଜି ଭାଙ୍ଗି ଯାଇଛି କଠୋର ଦାନ୍ତ ଭାଙ୍ଗି ଯାଇଛି ସେ ଆମେ ଆଗରେ ମଧ୍ୟ ଆଜି ବଞ୍ଚିଛନ୍ତି। ଆମ ଆଗରେ ମଧ୍ୟ ସେ ଆଜି ବଡ ନା ନାହିଁ ଅନ୍ତର ବ୍ରଜ ଦନ୍ତ ଯାଏ ଭାଙ୍ଗି ବୁଝିପାରିଲା। ଅନ୍ତକରେ ବ୍ରଜ ଦନ୍ତ ଯାଏ ଭାଙ୍ଗି ବୁଝିପାରିଲା। ମୂର୍ତ୍ତିର ଯୋଉ କଠୋର ଦନ୍ତ ଯାଏ ଭାଙ୍ଗି ଏବଂ ତାର ବଡପଣ ସବୁ ସମୟରେ ମହକୁଥାଏ ଦେନ୍ କଣ ଅଛି ଏସବୁ ଏସବୁ ପିଲେ ପରବର୍ତ୍ତୀ ସମୟରେ ଆଲୋଚନା କରିବେ ଠିକ ଅଛି। ତାହେଲେ ଆଜି ପାଇଁ ସେତିକି।